ଧନୁ ସଂକ୍ରାନ୍ତି ଅବସରରେ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ମୁଆର ପସରା। କାହିଁକି ନା ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଗୋଟିଏ ମାସ ଭିତରେ ବ୍ରହ୍ମପୁର ସହରର ଯୋଉ ପ୍ରସିଦ୍ଧ ମୁଆ ଘିଅ ମୁଆ ରହିଛି ଏବଂ ମସଲା ମୁଆ ରହିଛି ଏବଂ ସ୍ୱତନ୍ତ୍ର ମୁଆ ରହିଛି ତାର ପସରା ବିଭିନ୍ନ ଦୋକାନ ବଜାର ଦେଖିବାକୁ ମିଳୁଛି। ଆମେ ବର୍ତ୍ତମାନ ରହିଛୁ ବ୍ରହ୍ମପୁର ସହରର ବଡବଜାର ଅଞ୍ଚଳରେ ଯୋଉଟା କି ମୁଆର ପସରା ଯୋଉଠିକି ଦେଖିବାକୁ ମିଳୁଛି ଏବଂ ମୁଆ କେମିତି ଭାବେ ପ୍ରସ୍ତୁତ ହଉଛି ଏବଂ ତାର ବର୍ତ୍ତମାନ ମୁଁ ଆପଣଙ୍କୁ ସେଇ ଚିତ୍ର ଦେଖେଇବି। ଏଇଟା ହଉଛି ବାଲାଜୀ ମିଷ୍ଟାନ ଭଣ୍ଡାରର ମୁଆ ପ୍ରସ୍ତୁତ କେନ୍ଦ୍ର ଏବଂ ଯୋଉଠିକି ଓଡିଶା ସାରା ଏଇ ମୁଆକୁ ସପ୍ଲାଇ କରାଯାଉଛି ଏବଂ ଓଡିଶା ସାରାକୁ ଏଇ ମୁଆକୁ ପଠାଯାଉଛି। ଏବଂ ସବୁଠାରୁ ବଡ କଥା ହେଲା ଆପଣ ଦେଖିପାରୁଥିବେ ଏଇ ଯୋଉ ଘିଅ ମୁଆର ସ୍ୱତନ୍ତ୍ରତା ରହିଛି ଏବଂ ଘିଅ ପ୍ରତ୍ୟେକ ବର୍ଷ ଯେତେବେଳେ ଗୋଟିଏ ମାସ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏ ମୁଆକୁ ବିକ୍ରି କରାଯାଏ ଏବଂ এই মুଆ ସାରା ଓଡିଶାରେ ବନ୍ଧୁବାନ୍ଧବକୁ ସମ୍ପର୍କୀୟକୁ ମୁଆକୁ ପ୍ରଦାନ କରାଯାଉଛି। ତ ମୁଆ ପ୍ରସ୍ତୁତ ଆପଣ ଦେଖିପାରୁଥିବେ କିଭଳି ଭାବେ କରୁଛନ୍ତି ଏବଂ ଘିଅ ମୁଆ ଯୋଉଠିକି କାଜୁ ସହିତ ଚିନି ନଡିଆ ଏବଂ ଲିଆକୁ ଗୁଆ ଘିଅରେ ଭଜା ହେଇକି ସ୍ୱତନ୍ତ୍ର ପ୍ରସ୍ତୁତ କରାଯାଉଛି। ଲିଆ ଭଜା ହେଇକି ସ୍ୱତନ୍ତ୍ର ଭାବେ ଗୁଆ ଘିଅ ଭଜା ହେଇକି ସ୍ୱତନ୍ତ୍ର ଭାବେ ରହିଛି ଏବଂ ଅନ୍ୟପଟେ କାଜୁ ଭଜା ହେଇକି ସ୍ୱତନ୍ତ୍ର ଭାବେ ରହିଛି ଏବଂ ଯେତେବେଳେ ଘିଅ ମୁଆ ପ୍ରସ୍ତୁତ କରୁଛନ୍ତି ଆପଣ ଦେଖେଇବେ ସେଇ ଚିତ୍ର ଯୋଉଠି କି ନଡିଆକୁ ମଧ୍ୟ ଏଠି ଛଣା ଯାଉଛି ଏବଂ ଗୁଆ ଘିଅରେ ଛଣା ଯାଉଛି। ତ ତାର ସ୍ୱତନ୍ତ୍ରତା ରହିଛି ଯେ ବାଲାଜୀ ମିଷ୍ଟାନ ଭଣ୍ଡାରରୁ ଯୋଉ ମୁଆ ରହିଛି ଏଇ ମୁଆର ସ୍ୱତନ୍ତ୍ରତା ରହିଛି ଏବଂ ଯୋଉ ଲୋକମାନେ ସ୍ୱାଦିଷ୍ଟ ମୁଆ ଖାଇବାକୁ ଚାହୁଁଛନ୍ତି ସେମାନେ ଆସିକି ବାଲାଜୀ ମିଷ୍ଟାନ ଭଣ୍ଡାରରୁ এই ମୁଆଟି ନେଉଛନ୍ତି। ତ କିଭଳି ଭାବେ କେମିତି ପ୍ରସ୍ତୁତ କରାଯାଉଛି ଆମ ସହିତ କାରିଗର ଜଣେ ଅଛନ୍ତି ଆମେ ଆଲୋଚନା କରିବା। କିଭଳି ଦେଖୁଛନ୍ତି କେମିତି ପ୍ରସ୍ତୁତ କରୁଛନ୍ତି କେତେ ବର୍ଷ ହେଲା ପ୍ରସ୍ତୁତ କରୁଛନ୍ତି କେତେ ପ୍ରକାର ମୁଆ ତିଆରି କରୁଛନ୍ତି? ନିଶ୍ଚିତ ଭାବେ ଆପଣ ଶୁଣୁଥିଲେ ଘିଅ ମୁଆ ଆଉ ପିସ୍ତା ମୁଆ ଯୋଉଟା କି ଏଇ ଦୁଇ ପ୍ରକାର ମୁଆକୁ ପ୍ରସ୍ତୁତ କରାଯାଉଛି ଏବଂ ପ୍ରତ୍ୟେକ ଦିନ ଯଦି ଆମେ କହିପାରିବା କୁଇଣ୍ଟାଲ କୁଇଣ୍ଟାଲ ମୁଆକୁ ପ୍ରସ୍ତୁତ କରାଯାଉଛି। ଏ ଗୋଟିଏ ମାସ ସମସ୍ତେ ଏଇ ଗୋଟିଏ ମାସ ଶୀତ ଦିନର ଏଇ ଗୋଟିଏ ପୌଷ ମାସରେ ସମସ୍ତେ ଚାହିଁକି ବସିଥାନ୍ତି ଯେ ମୁଆ କେତେବେଳେ ପ୍ରସ୍ତୁତ ହେବ ଏବଂ ସମସ୍ତେ ଏ ମୁଆର ମଜା ନେବେ ଏବଂ ଧନୁ ସଂକ୍ରାନ୍ତି ଯଦି ଆମେ କହିପାରିବା ସଂକ୍ରାନ୍ତି ଦିନ এই ମୁଆକୁ ବ୍ରହ୍ମପୁର ମା ବୁଢୀ ଠାକୁରାଣୀଙ୍କ ପାଖରେ এই ମୁଆ ଲାଗି ହବ ଏବଂ ତା ପରବର୍ତ୍ତୀ ସମୟରେ ସମସ୍ତେ এই ମୁଆର ମୁଆକୁ ଟେଷ୍ଟ ମଧ୍ୟ କରିପାରିବେ। ତ ବାଲାଜୀ ମିଷ୍ଟାନ ଭଣ୍ଡାର ଯୋଉ ସ୍ୱତନ୍ତ୍ର ମୁଆ ରହିଛି এই ମୁଆକୁ ସମସ୍ତେ ପସନ୍ଦ କରୁଛି ଏବଂ ଟେଷ୍ଟ ମଧ୍ୟ ସବୁ ବର୍ଷ ଯଦି ଆମେ କହିପାରିବା ଗୋଟିଏ ପ୍ରକାର ହିଁ ରହୁଛି। ସେ କାରିଗର ପରିବର୍ତ୍ତନ ହେଲେ ମଧ୍ୟ ଗୋଟିଏ ପ୍ରକାର ରହୁଛି। ତ କିଭଳି ରହୁଛି ଏବଂ ପ୍ରସ୍ତୁତ କେମିତି ରହିଛି କେତେ ପ୍ରକାର ମୁଆ ଅଛି ମୁଆର ଚଳିତ ବର୍ଷ ଦର କିଭଳି ଭାବରେ ରହିଛି ଆମେ ସିଧାସଳଖ ପଚାରିବା ଯେ କି ଓନର ରହିଛନ୍ତି ଯେ ମାଲିକ ରହିଛନ୍ତି ଆମ ସହିତ ଆଲୋଚନା କରିବା। କଣ କହିବେ କେତେ ପ୍ରକାର ମୁଆ ତିଆରି କରୁଛନ୍ତି? ନମସ୍କାର। ଆମର ପ୍ରାୟ 4-5 ପ୍ରକାର ମୁଆ ତିଆରି ହେଉଛି। କଣ କଣ ସବୁ ମୁଆ ତିଆରି ହେଉଛି? ଦେଖନ୍ତୁ ସାଦା ମୁଆ ହେଉଛି ଆଉ ମସଲା ମୁଆ ହେଉଛି ଗୁଡ଼ ମୁଆ ହେଉଛି ତାପରେ କାଜୁ ମୁଆ ହେଉଛି ଆଉ ପିସ୍ତା ମୁଆ ହେଉଛି। କୋଉଟା କଣ ଦର ରହିଛି ସବୁ? ଦେଖନ୍ତୁ ମୁଆ ଆପଣଙ୍କର 160 ଟଙ୍କାରୁ 560 ଟଙ୍କା ପର୍ଯ୍ୟନ୍ତ ଅଛି। ତ ଲୋକମାନଙ୍କର ଡିମାଣ୍ଡ ସବୁଠୁ କୋଉ ମୁଆଟା? ଲୋକମାନଙ୍କର ପୁରା ଡିମାଣ୍ଡଟା 480 ଟଙ୍କା ଯୋଉଟା କି ଆମର କାଜୁ ଘିଅ ମୁଆଟା ଆପଣ ଦେଖୁଛନ୍ତି ଏ କାଜୁ ଘିଅ ମୁଆଟା 480 ଟଙ୍କା। ତ ଦିନକୁ କେତେ ତିଆରି କରୁଛନ୍ତି ଆପଣ? ଗୋଟିଏ ମାସ ଯୋଉ ତିଆରି ଚାଲିଛି ପ୍ରସ୍ତୁତ ଚାଲିଛି କେତେ? ହଁ ଏ ମାସରେ କିଛି ନାହିଁ ମାନେ ପ୍ରାୟ ହଜାର କିଲୋ ଓଡିଶାର କୋଉ କୋଉ ଜାଗାକୁ ଯାଉଛି? କିଏ ରାଉରକେଲା ପଠାଉଛନ୍ତି କିଏ ଭୁବନେଶ୍ୱର ପଠାଉଛନ୍ତି କିଏ ବିଶାଖାପାଟଣା ପଠାଉଛନ୍ତି ଆଉ କେତେ ଲୋକ ବି ସେମାନଙ୍କର ବମ୍ବେ କାଲକାଟା ବାଙ୍ଗାଲୋର ପଠାଉଛନ୍ତି। ତାପରେ ଯଦି ଆପଣଙ୍କର ଯଦି ବାହାର ଦେଶରେ ଯଦି ଲୋକ ଥିବେ ସେମାନଙ୍କର କିଏ ଯଦି ଆସିବ ସେମାନେ ବି 2-4ଟା ପିସ୍ ପଠାଉଛନ୍ତି। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଯୋଉଭଳି ଭାବେ ମୁଆ କେବଳ ଓଡିଶା ଭିତରେ ଏଇଟା ସୀମିତ ନାହିଁ ଓଡିଶା ବାହାରେ ମଧ୍ୟ ଯିଏ ଯାହାର ବନ୍ଧୁବାନ୍ଧବ ସମ୍ପର୍କୀୟ ମାନେ ଅଛନ୍ତି ସେମାନଙ୍କ ସମ୍ପର୍କୀୟ ପାଇଁ କେବଳ ଏଇ ଗୋଟିଏ ଦୋକାନରୁ ଏଇ ମୁଆ ଘିଅ ମୁଆକୁ ନେଇକି ସେମାନେ ଆଦାନ ପ୍ରଦାନ କରୁଛନ୍ତି ଏବଂ ଘିଅ ଏଇ ମୁଆଟି ଦେଲେ ଯେତେବେଳେ ଏଇ ମାସରେ ସମସ୍ତ ବନ୍ଧୁବାନ୍ଧବଙ୍କୁ ଏଇ ମୁଆର ଆଦାନ ପ୍ରଦାନ କରନ୍ତି ଏଇ ମୁଆର ଆଦାନ ପ୍ରଦାନ କଲେ ସମ୍ପର୍କର ଅତି ନିବିଡ଼ତା ଆସେ ଏବଂ ଯୋଉ କି ବନ୍ଧୁବାନ୍ଧବର ପ୍ରେମଟା ଅଧିକ ବଢିଥାଏ ବୋଲି କୁହାଯାଇଛି ଏବଂ ତାକୁ ନେଇକି ବ୍ରହ୍ମପୁର ସହର ଗଞ୍ଜାମ ଜିଲ୍ଲାରେ ଏଇଟା ପ୍ରଚଳିତ ରହିଛି ଏବଂ ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି 4 ପ୍ରକାର ମୁଆକୁ ତିଆରି କରୁଛନ୍ତି ଏବଂ ସବୁଠାରୁ ଚାହିଦା ରହିଛି ଯେକି ଘିଅ କାଜୁ ମୁଆର ଚାହିଦା ରହିଛି ଯାହାକି ଆଜି ପ୍ରସ୍ତୁତ ମଧ୍ୟ ହଉଛି ଏବଂ ସମସ୍ତେ এই ମୁଆକୁ ଧନୁ ସଂକ୍ରାନ୍ତିରୁ ପୌଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋଟିଏ ମାସ ପ୍ରସ୍ତୁତ ହବ
यार मजा नहीं समस्त बंधुबांधव आरंभ करके आत्मीय सज्जन सहित ये मुआर आदान प्रदान करेंगे। ब्रह्मपुर कैमरा पर्सन विक्रम जेना इति समापित महंती नक्षत्र न्यूज।